आज सारा देश पालुची आंतर्जातिक जोग दिवस। ଏହି ଅବସରରେ ଆଜି କନୁଆଗାଁ ଖେଳ ପଡ଼ିଆଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗ ଦିବସ ପାଳନ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କନୁଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥନାଥ ମଲ୍ଲିକ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ନେତା ପଣ୍ଡିତ କୁମାର ବିଶିମାଝୀ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳ ବେହେରା, ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲ୍ଲିକ, ମେଡିକାଲ PHE ଓ ଅନିତା ନାୟକ ସମେତ ବହୁ ପ୍ରଶାସନିକ ଅଧିକାରୀ, କନୁଆଗାଁ ମା ପାଟଖଣ୍ଡା ବଣିକ ସଂଘ ସଦସ୍ୟ, ସ୍କୁଲ ଛାତ୍ରଛାତ୍ରୀ, ଗୁରୁକୁଳ ଆଶ୍ରମର ଶିକ୍ଷକ ଏବଂ ଛାତ୍ର, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ମହିଳା ଓ ସାଧାରଣ ଲୋକେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଜୟବାନ ପ୍ରଧାନ ସମସ୍ତଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ଶେଷରେ ସମସ୍ତେ ଶପଥ ପାଠ ଗ୍ରହଣ କରିଥିଲେ। ଯୋଗ କରିବା ଦ୍ୱାରା ଦେହ ସୁସ୍ଥ ରହିବା ସହ ବିଭିନ୍ନ ରୋଗର ନିରାକରଣ ହୋଇଥାଏ। ତେଣୁ ପ୍ରତ୍ୟେକ ଦିନ ଆମେ ଯୋଗ କରିବା ଦରକାର। ଦେହ ସୁସ୍ଥ ରହିଲେ ସମାଜ ମଧ୍ୟ ସୁସ୍ଥ ରହିବ। ତେଣୁ ଏହି ଦିବସ ପାଳନ କରାଯାଏ। କନ୍ଧମାଳ ଜିଲ୍ଲା କନୁଆଗାଁରୁ ଭାଗୀରଥୀ ନାଥଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।